जोरडा पुलिस द्वारा पुणी कलरापतरिया बाघ छाल जबत दुई अभियुक्त गिरफ। ब्रह्मपुर पुलिस को एक बड़ सफलता मिली। पुलिस दुईटी संपूर्ण आकार कलरापतरिया बाघ छाल जबत करने सह ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ 6 ତାରିଖ ମଧ୍ୟାହ୍ନ ପ୍ରାୟ 1:10 ସମୟରେ ଜୋରଡା ଥାନା ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉପର ବୁରାତାଲ ଅଞ୍ଚଳକୁ ଚଢ଼ାଉ କରିଥିଲେ। ପୁଲିସ ଟିମ୍କୁ ଦେଖି ଦୁଇ ଜଣ ବ୍ୟକ୍ତି ପାହାଡ଼ ଉପର ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ପୁଲିସ ସେମାନଙ୍କୁ ପିଛା କରିଥିବା ବେଳେ ଅଭିଯୁକ୍ତମାନେ ପୁଲିସ କର୍ମଚାରୀଙ୍କୁ ଗୋଡ଼ାଇ ଧକ୍କା ମାରିବା ସହ ଶାରୀରିକ ବଳ ପ୍ରୟୋଗ କରିଥିଲେ। ଏପରିକି ଜଣେ ଅଭିଯୁକ୍ତ ଖଣ୍ଡା ବୁଲାଇ ପୁଲିସକୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲା। ତଥାପି ପୁଲିସ ଅତି କଷ୍ଟରେ ଦୁହିଁଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ପରେ ସେମାନଙ୍କ ନିକଟରୁ ମିଳିଥିବା ମୁଣିରୁ ଦୁଇଟି ବାଘ ଛାଲ ଉଦ୍ଧାର କରାଯାଇଥିଲା। ଏହାସହ ଅଭିଯୁକ୍ତ କେଶବ ଜାମଦାରଙ୍କ ନିକଟରୁ ଦୁଇଟି ଜୀବନ୍ତ ହାତ ତିଆରି ବୋମା ଏବଂ ବୀର ଜାମଦାରଙ୍କ ନିକଟରୁ ଏକ କାତି ବା ଖଣ୍ଡା ଜବତ କରାଯାଇଛି। ଏହି ବାଘ ଛାଲ ଅସ୍ତ୍ରଶସ୍ତ୍ର କିମ୍ବା ବିସ୍ଫୋରକ ସାମଗ୍ରୀ ରଖିବା ନେଇ ସେମାନେ କୌଣସି ବୈଧ ଲାଇସେନ୍ସ ବା କାଗଜପତ୍ର ଦେଖାଇ ପାରିନଥିଲେ। ଏହି ଘଟଣାରେ ଯୋରଡା ଥାନାରେ କେସ୍ ନମ୍ବର 186 ତାରିଖ 6 ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା ବିଏନ୍ଏସ୍ର ବିଭିନ୍ନ ଧାରା ସମେତ ବନ୍ୟପ୍ରାଣୀ ସଂରକ୍ଷିତ ଆଇନ ଏହି ଘଟଣାରେ ଯୋରଡା ଥାନାରେ କେସ୍ ନମ୍ବର 186 ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା ବିଏନ୍ଏସ୍ର ବିଭିନ୍ନ ଧାରା ସମେତ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ, ଆର୍ମସ୍ ଆକ୍ଟ ଏବଂ ବିସ୍ଫୋରକ ସାମଗ୍ରୀ ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କେଶବ ଜାମଦାର ବୟସ 34 ବର୍ଷ, ଗଜପତି ଜିଲ୍ଲା ରାମଗିରି ଥାନା ବଡଗାଁ ଗ୍ରାମ, ବୀର ଜାମଦାର ବୟସ 45 ବର୍ଷ, ଗଞ୍ଜାମ ଜିଲ୍ଲା ଯୋରଡା ଥାନା ବୁରାତାଲ ଗ୍ରାମ। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜାମ ପାତ୍ରପୁରରୁ ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ, ଖବର ତରଙ୍ଗ।